16/2025 ଏହି ଘଟଣାଟି ଘଟିଥିଲା। ନେପାଳର ଥାର୍ଡ ଇୟର ବିଟେକ୍ ଛାତ୍ର ପ୍ରକୃତି ଲାମ୍ସା କିଡ୍ ହଷ୍ଟେଲ ରୁମ୍ରୁ ମୃତଦେହ ମିଳିଥିଲା। ଏହି ଅଘଟଣଟି ସାରା ଓଡ଼ିଶାରେ ଏବଂ ସାରା ଦେଶରେ ବ୍ୟାପି ଯାଇଥିଲା। ଏହି ଅଘଟଣାରେ ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ିଛି ଯେ ପ୍ରକୃତି ଲାମ୍ସାର ଏକ୍ସ ବୟଫ୍ରେଣ୍ଡ ପ୍ରକୃତିକୁ ରିଲେସନ୍ ରହିବାକୁ ବାଧ୍ୟ କରୁଥିଲେ ଏବଂ ତାର କିଛି ପ୍ରାଇଭେଟ୍ ଭିଡ଼ିଓଜକୁ ନେଇ ସେ ବ୍ଲାକମେଲ୍ କରୁଥିଲେ। ଏହି ଅଘଟଣକୁ ନେଇ ପ୍ରକୃତି ଲାମ୍ସା ବାରମ୍ବାର କଲେଜରେ କମ୍ପ୍ଲେନ୍ କରିବା ସତ୍ତ୍ୱେ କଲେଜର ପ୍ରଶାସନ କିଛି ଆକ୍ସନ୍ ନେଇନଥିଲେ। ବ୍ଲାକମେଲ୍ ବାରମ୍ବାର ହେବା ଫଳରେ ସେ ବାଧ୍ୟ ହେଲେ ସୁଇସାଇଡ୍ କରିବାକୁ। ଏହି ଅଘଟଣକୁ ସାରା ଓଡ଼ିଶାରେ ନୁହଁ ତ ସାରା ଦେଶରେ ନିନ୍ଦା କରାଯାଉଛି। ଏହି ଅଘଟଣାଟି ଆନୁଷ୍ଠାନିକ ଅବହେଳା ଏବଂ ଅଭିଯୋଗରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି। ଏହାର ଜବାବରେ ବିଶ୍ୱବିଦ୍ୟାଳୟର ପ୍ରଥମେ ସମସ୍ତ ନେପାଳୀ ଛାତ୍ରଙ୍କୁ କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାଫଳରେ ଅଧିକ ଅଶାନ୍ତ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅଘଟଣାରେ ଜଣେ ପୁରୁଷ ଛାତ୍ରଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହାପରେ ନେପାଳ ଦୂତାବାସ ଏହି ଘଟଣା ଉପରେ ହସ୍ତକ୍ଷେପ କରିଥିଲେ ଏବଂ ପ୍ରକୃତି ଲାମ୍ସାଙ୍କ ଏକ୍ସ ବୟଫ୍ରେଣ୍ଡକୁ ଏକ ଏୟାରପୋର୍ଟରୁ ଆରେଷ୍ଟ କରାଯାଇଥିଲା। ଆସନ୍ତୁ ଜାଣିବା ଏହି ଇନଷ୍ଟିଚ୍ୟୁଟକୁ କାହିଁକି ଏତେ ପିଲା ବାହାରୁ ପଢ଼ିବାକୁ ଆସନ୍ତି।